आमे कौन पाद तले खटेने देवता ओडिशा रे ही थिला प्रतिष्ठित पाला गायक अद्वितीय पाला गायक होइतिले से आज जदि पाला रेट बढ़ई नृसिंह होता जे जो कृष्णकर मुह धड़ा देह कला थिला कपिल कहले श्वेतांग देवकी सुत सारा शरीर देवकी सुतंकर श्वेतांग जी दुष्ट जन को विनाश करी संथ पाली धर्म संस्थापन करती तस्य किंभूत ना श्वेतांग शशिवर्ण चतुर्भुज नहीं शशिवर्ण चतुर्भुज शंख चक्र गदा पद्म चंद्र देखा जमी धड़ा लुभा देखा ठाकुर कृष्ण ठीक से आउ गोटे पद गायक आगे जा मौसा बसई थे अक्रूर कला कृष्ण गुहारी कला बेलू मुह गोरा देह कला पुणी बुलिकी चाहदेला बेलू सारा शरीर धला पुणी बुलिकी चाहदेला बेलू हलदिया चैतन्य चरित्रामृत कवि वृंदावन पंडा ना कृष्णदास कविराज कहले ये पुओ सुनार पार्टी कर कहला ये बर न कृष्ण लय कलु कृष्ण कौटू गोटे फटा कंठिया तू जयंती से गोटे से गौर रंग मलेरा उस्मान नबुगिरे ये राई रे जुगलांगरे कुंजे क्रीड़ा करू ठाई रे कहूँ मुझे ये से भलिया पारिबेनी बोली कहउछले कोन करिवे ता 7 जन्म रे पारिछि ना जीवन बंचेबे किंतु पारि थिला ओडिशा रे ही थिला प्रतिष्ठित पाला गायक अद्वितीय पाला गायक होइतिले से आज जदि पाला रेट बढ़ई नृसिंह होता किंतु गोटे विपद अच्छी दैवकृत विपद गोटे अच्छी मानुषीकृत विपद दैवीणांग मानुषीणांच जहा विपद घटे से निजे अन्य कई घटे एबे भी कहूँ कारण मोर तो ऊपर अधिकार अच्छी बड़ भाई कौन ताको मु बहु जगह बंचे जोगे लोकंकर भूल मानी ता जोगे लोकंकर हाथ धरी एबे सुधुरी जा निश्चित बदली कहला ये बाबू रे जुगल अंगरे कुंजे ये करू ठाई रे जुगल कुंजे क्रिया करू ठाई कृष्ण
କୁଣ୍ଡ ବାଲ୍ଟି ସେ ଘରେ ଦେଖେଇବୁ ସୁନା ଦେଖିବା ପାଇଁ କେମିତି ହଳଦୀ ହଳଦୀ ବନ ସୁନାର ବରନ କୃଷ୍ଣ ମଉସା କୃଷ୍ଣ ଦାସ କବିରାଜ କହିଲେ ଗୌର ରଙ୍ଗ ରାଇ ଇଏ ପୁରୁଣା ଅନୁଷ୍ଠାନ ବୋଲି ମୁଁ କବିଙ୍କି ଆଣୁଛି ଆଜ୍ଞା ଆଉ ବେଶୀ ଆଣୁନି ଆଉ ଗୋଟିଏ ଆଣିବି ନା ଆଣିବି ନାଇଁ ନା ଆଣିବେ ନା ତାର ଅଭିମନ୍ୟୁ ଟିକେ ଆଣିବେ ନା ହର କାହିଁ ଅଭିମନ୍ୟୁ ମୁଁ ତୁମରି ବୁଦ୍ଧିରେ ବାଟ ଚାଲିବି ଇଏ ସୁନାର ବରନ ଯେମିତି ହଳଦିଆ ହଳଦିଆ କୃଷ୍ଣ ସେମିତି ଗୌର ରଙ୍ଗ ରାଇ ରାଇ ସୁନାର ଗୌରାଙ୍ଗ ନାହାନ୍ତି ସୁନାର ଗୁରାମ ଅଛନ୍ତି ପୂଜା ତା ମାନେ କୃଷ୍ଣ କଳା ନା ହଳଦିଆ ବୁଲିକିରି ପୁଣି ଚାହିଁଦେଲା ବେଳକୁ ମଉସା ସେ କଳା ନାହିଁ କଳା ମିଶା ଧଳା ନାହିଁ ହଳଦିଆ ନାହିଁ ତାହେଲେ କି ନାଲିଆ କୃଷ୍ଣ ନାଲି ପଡି ସାରିଲେଣି ନାଲି ପଡିବେ କଣ ନାଲିଆ ରଙ୍ଗର ଲାଲ ଇରେ ଭକ୍ତ ସାଙ୍ଗରେ ଭଗବାନ ଖେଳୁଛି ପରା କାହା ସାଙ୍ଗରେ ସେ ଖେଳେ ଅକ୍ରୁର ସାଙ୍ଗରେ ପ୍ରଭୁ ଖେଳୁଛନ୍ତି ଲାଲ କୃଷ୍ଣ କବି ଖେଳେ କିଏ କିଏ ସାରେ ହାରିଦାସ ଓହୋ ଛତିଆ ବଟର ମହନ୍ତ ଆହୁରି ଅଛନ୍ତି ଆଉ ଉପରେ କବି ଗୋଟିଏ ଗୋଟିଏ ମତ ଦେଇ ଯାଉଛି କହିଲା ଲୋହିତ ବରନ କାନ୍ତି ଲୋହିତ ବରନ ଭୁଲତା ମଧ୍ୟରେ ବିରାଜୁ ଯାକୁ ଯୋଗୀ ଯୋଗରେ ଦେଖନ୍ତି ରାମଚନ୍ଦ୍ର ଯାକୁ ଯୋଗୀ ଯୋଗରେ ଦେଖନ୍ତି ରାମଚନ୍ଦ୍ର ଯୋଉମାନେ ପରମ ଯୋଗୀ ପ୍ରାଣାୟାମ ସୂତ୍ରରେ ରେଚକ ପୂରକ କୁମ୍ଭକରେ ପ୍ରାଣବାୟୁକୁ ସ୍ଥିତ କରି ଲଲାଟ ପଟରେ ଭଗବାନ ଜ୍ୟୋତି ବ୍ରହ୍ମକୁ ଦର୍ଶନ କରନ୍ତି ଆଜି ହାରିଦାସ କହିଲେ ସେ ହେଲା ଆରକ୍ତ ବର୍ଣ୍ଣ ଆରକ୍ତ ବର୍ଣ୍ଣର କୃଷ୍ଣ ଅକ୍ରୁର ଦେଖ ଅକ୍ରୁର ବିଚାର କଲେ ଇଏ କୃଷ୍ଣ ନୁହଁ ନା ଆଉ ଗୋଟେ କିଏ ରାକ୍ଷସ ଫାକ୍ଷସ ପଳେଇ ଆଇଲା ର ଆଉ ଗୋଟିଏ ପଦ ଗାଇ ଦେଇ ଆଗକୁ ଆଗେ କିନ୍ତୁ ଅର୍ଥ ଆଜି କରିବିନି ବୁଲିକିରି ଚାହିଁ ଦେଲା ବେଳକୁ ଅକ୍ରୁର ମଉସା ସେ କଳା ହଉ ଧଳା ହଉ ନାଲି ହଉ ଯାହା ଟିକେ ଟିକେ ଥିଲା ଏବେ ଚାହିଁ ଦେଲା ବେଳକୁ ଆଉ କିଛି ନାହିଁ କହିଲା ରୂପରେଖ ନାହିଁ ବାହାର କରିଦେବି ପାଳିଆ କର ଶୂନ୍ୟ ଅଛ ଉଦୟ ହୋଇ ରୂପରେଖ ଆଉ ଏ ସୁଚି ସୁଚି ଛାଡ଼ିଦେଲି ମୁଁ ମୋ ପାଳି ଧରି ତୁମ ପାଳି ଧରୁଛି ଗାୟକ ଅଛନ୍ତି ଦିଟା ଅକ୍ଷର ତିନିଟା ଅକ୍ଷର ଧରିବେନି
ମୁଁ ଖଟୁଛି ତୁମକୁ ପଇସା ଦଉଛି। ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଆଜ୍ଞା ଆଜ୍ଞା ଆଜ୍ଞା। ତାହେଲେ ଅକ୍ରୁର ଦେଖୁଛି ରୂପ ନାହିଁ କି ରେଖ ନାହିଁ। ମୁଁ ଯାତ୍ରା ପାର୍ଟିରେ ଥିଲେ ଭଲ ପଇସା ଇନକମ କରିଥାନ୍ତି। ଆଜ୍ଞା। କମେଡିଆନ ତୁ କି କମେଡିଆନ? ଆରେ ବାବୁ ପୁଣି କମ ପାଠ ପଢି କମେଡିଆନ ରୋଲ କରି ସେଇଥିରେ ଯାତ୍ରା ପାର୍ଟି ନେବେ ବୋଲି କାମୁଡା କାମୁଡି ଦୁନିଆ ଗଣ୍ଡଗୋଳ। ଆଜ୍ଞା ସାରେ 18 ଲକ୍ଷ। ହଁ କିନ୍ତୁ ଆମେ ପାଲାରେ ବାଡେଇ 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 ଟଙ୍କା 5 ଲକ୍ଷ ପୁରୁନି। ଆଉ ଯଦି କୋଉ ମଞ୍ଚରେ ପ୍ରାଇଜ ଟଙ୍କା 2-4 ହଜାର ହେଇଗଲା ହେ ଗାୟକ ଏତେ ପ୍ରାଇଜ ପାଇଲା। ସେତେବେଳେ ରାଜା ମହାରାଜା ମାନେ ଦଉଥିଲେ ସୁନା କୁଣ୍ଡଳ ପାଟ। ଏବେ କିଏ କୁଣ୍ଡଳ ଦବ? କୋଉ ନେତା ମନ୍ତ୍ରୀ ଦେବେ? ଆଉ ଦେବେ ନାହିଁ ତ ଏତେ କାହିଁକି? ଗାମୁଛା ଖଣ୍ଡେ ଯେ ତା ଦେହରେ ସବୁ ଗାମୁଛା ବାଗ ନୁହଁ। ଗୋଟେ ଗୋଟେ ଗାମୁଛା ଚାହିଁଦେଲା ବେଳକୁ ଜଟଣୀ ବଜାର ଦେଖା ଯାଉଥିବ। ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଇ ପୁଅ ତାହେଲେ ଭୀମ ଭୋଇ ଗୋଟିଏ ପଦ ଲେଖିଲେ ସାର୍ ଶୁଣନ୍ତୁ। କହିଲେ ରୂପରେଖ ନାହିଁ ହେ ଶୂନ୍ୟ ଦେଇ। ପୁଣି କଣ କହିଲେ ଅଛ ଉଦୟ ହୋଇ। ଯଦି ରୂପ ନାହିଁ ରେଖ ନାହିଁ ଶୂନ୍ୟ ଦେଇ ପୁଣି କଣ ଉଦୟ ହେଲେ? ଉଦୟ ହେଲେ ତ ରୂପ ଆସିବ। ପୋଥି ପଢତେ ପଢତେ ଧୋତି ମରମ ନ ଜାଣେ କଇ। ଯଦି ରୂପ ନାହିଁ ପୁଣି ଉଦୟ ହେଲେ କେମିତି? ପାଲା କଷ୍ଟ ବୋଲି ସେଇ ଯୁଗରୁ ଶ୍ରୋତା ପାଲାରେ ବେଶୀ ହନ୍ତି। ପାଲା ସମସ୍ତଙ୍କ ପକ୍ଷେ ବୋଧଗମ୍ୟ ନୁହେଁ ବୋଲି ଲୋକ ହୁଅନ୍ତି ନାହିଁ। ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଏତେ କଷ୍ଟ କରି କିଏ ସେ ବୁଝିବ? ଆଜିକାଲି ସବୁ ସରଳ ନା। ରାବଣ ଖଟଉଥିଲା ଦେବତାଙ୍କୁ। ତୁମେ ଦେବତାଙ୍କୁ ଖଟଉନ କି? ତୁମେ ପରା ଏମିତି ବରୁଣ ଦେବତାଙ୍କୁ ପାଇପିରେ ନେଇକିରି ଲାଟିନରେ ପୁରେଇଲଣି। କାନ ମୋଡ଼ିଲେ ଦୁଲୁ ଦୁଲୁ ପାଣି ପଇଲା। ତୁମେ ଏମିତି ଅଗ୍ନି ଦେବତାକୁ ତାରରେ ନେଇକିରି ବେଡ ରୁମରେ ରଖିଲେଣି। ଗୋଡରେ ସୁଇଚ ମାରିଦେଲେ ଜଳିଲା। ପବନ ଦେବତାକୁ ଫ୍ୟାନ ଭିତରେ ରଖିଛ। ପବନରେ ଯୋଉଠି କହିବି ସେଇଠି ବୁଲିବୁ ସେଇଠି ରହିବୁ। ଆଉ ଆମେ କଣ ପାଦ ତଳେ ଖଟେଇନେ ଦେବତାଙ୍କୁ? କିନ୍ତୁ ଆମେ କାହା ପାଖରେ ଖଟିଉନେ କିନ୍ତୁ ସମସ୍ତଙ୍କୁ ଖଟଉଛେ। ଆଜିର ସମାଜରେ ସମସ୍ତେ ଚାହୁଁଛନ୍ତି ଆମର ସମସ୍ତେ ସେବା କରନ୍ତୁ। ଆମେ କାହାର ସେବା କରିବେନି। ସମସ୍ତେ ଆମକୁ ବାବୁ ଡାକନ୍ତୁ। ଆମେ କାହାକୁ ବାବୁ ଡାକିବୁ ନା। କିନ୍ତୁ ସେଦିନ ରାଜସ୍ୱ ଯଜ୍ଞ କର୍ମରେ ପ୍ରଭୁ ଭଗବାନ ଅଇଁଠା ପତ୍ର ଉଠାଇଲେ। ସବୁଠାରୁ ଦିବ୍ୟ କର୍ମ ଏ ପଣ୍ଡିତ ବିଚାର କରନ୍ତୁ ଭଲେ। କଣ ମଉସା କାହା ସାଙ୍ଗରେ ଆସିଛନ୍ତି ପଳେଇ ଯିବେ ନା କଣ? କିଏ ଆପଣଙ୍କ ସାଙ୍ଗରେ ଆସିଛନ୍ତି କାଳେ ଛାଡିକି ପଳେଇବେ? ଆଚ୍ଛା ମୁଁ କହିଲି କଣ ଖାଲି ସାଡୁ ଆଡୁ ଚାହୁଁଛନ୍ତି ତ। ଶୁଣନ୍ତୁ ଇଏ ଦୁନିଆରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଯିଏ ସେବା କଲା ଶୂଦ୍ର ଶ୍ରେଷ୍ଠ। କାହିଁକି ନା ସିଏ ସେବା ନ କଲେ ହବ କଣ? ମୁଁ ଗାୟକ, କିଏ ଡାକ୍ତର, କିଏ ପଣ୍ଡିତ, କିଏ ମୁଖିଆ। ଆମର ପାଟି କରୁଛୁ ତୋର ସ୍ତ୍ରୀ ୱାର୍ଡ ମେମ୍ବର ସେ ୱାର୍ଡ ମେମ୍ବର ହଉଛି। ଗୋଟେ କି ୱାର୍ଡ ମେମ୍ବର? ହଁ ହଁ ନା ନା ହେଲା ଦାମୀ ଠେଇ କିଛି ନାହିଁ। ହଁ ଗୋଟେ ବଡ ଆଡୁ କହିଥାନ୍ତୁ। କାହିଁ ଏ କଥା କହିଲୁ? ଓହୋ ଆଚ୍ଛା ଆଚ୍ଛା। କିନ୍ତୁ ଦସ୍ତଖତ କରି ଆସେନି। ହଁ ପାଟି କନା। ତେଣୁ ଇଏ ଦୁନିଆରେ ଆମେ ଚାଷୀ ଯଦି ଚାଷ ନ କରିବ ଖାଇବା କଣ? ଟଙ୍କା। ଇଏ ଦୁନିଆକୁ ଖାଦ୍ୟ ଯୋଗେଇଛି ସିଏ। ଯିଏ ସେବା କରୁଛି ସେ ହଉଛି ଶ୍ରେଷ୍ଠ। ଇଏ ମୁଣ୍ଡରେ ଯେତେ ମସଲା ଥିଲେ ବି ଇଏ ଗୋଡ ଯଦି ଏଇଠୁ ନଥବ ସନାତନ ଦାସକୁ କିଏ ଡାକିବ ନା ଏଇଠି ପାଲା କରିବ?
ତେଣୁ ପଣ୍ଡିତେ ସେବ୍ୟତେ ଭଜ୍ୟତେ ଇତି ଭକ୍ତି, ଇଏ ବିଶ୍ୱକୁ ଖାଦ୍ୟ ଯୋଗଉଛି, ସିଏ ତାଳୁ ଝାଳ ତଳି ପାରେ ମାରି ଚାଷୀ ସାଡକୁ ଯିବି ନାହିଁ।